ବୈକୁଣ୍ଠନାଥଙ୍କ ଯାତ୍ରା ସଙ୍ଗୀତ କବିତା ଓଡ଼ିଆ ସାହିତ୍ୟର ଇତିହାସର ସବୁଜ ଯୁଗୀୟ ରହସ୍ୟବାଦୀ ବା ମିଷ୍ଟିକ୍ କବି ବୈକୁଣ୍ଠନାଥଙ୍କ ରଚିତ ଯାତ୍ରା ସଙ୍ଗୀତ କବିତା ଏକ ଅତ୍ୟନ୍ତ କାଳଜୟୀ ଲୋକପ୍ରିୟ ବହୁଳ ପାଠ୍ୟାନ୍ତର୍ଗତ କବିତା। ଅନେକ କାଳରେ କବିତାଟି ଶ୍ରେଣୀକକ୍ଷରେ ବାରମ୍ବାର ପଢ଼ାଯାଇ ପାରିଅଛି ତାହାର ରଚନାର ହୃଦୟଗ୍ରାହୀ ମନଲାଖି ଗୁଣ ପାଇଁ। ଏହି କବିତା ରଚନାଟି କବିଙ୍କୁ ମହାନ ସ୍ରଷ୍ଟା କରିପାରିଛି। ଏକଦା ମୁଁ ଯେତେବେଳେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହରରେ ଥିବା ଦୟାନନ୍ଦ ଆଙ୍ଗ୍ଲୋ ବୈଦିକ ବା ଡିଏଭି ମହାବିଦ୍ୟାଳୟରେ ଥାଇ ବିଏ ଶ୍ରେଣୀର ଓଡ଼ିଆ ଅନର୍ସ ପାଠ୍ୟକ୍ରମ 1983 ମସିହାରୁ 1985 ମସିହାର କିଛି ମାସ ପର୍ଯ୍ୟନ୍ତ ଶିକ୍ଷା ଅଧିବେଶନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଠ୍ୟ ଖସଡ଼ା କୋର୍ସରେ କବିତାଟି ମୋର ପାଠ୍ୟ ପ୍ରଚଳିତ ଥିଲା। ଏହି କବିତାଟିକୁ ମୁଁ ପୁଣି ଶେଷଗୀତି ନାମରେ ମୋର MA ଓଡ଼ିଆ ଶ୍ରେଣୀର ପାଠ୍ୟ ଖସଡ଼ା କୋର୍ସ 1985ରୁ ନେଇ 1987 ଶିକ୍ଷା ଅଧିବେଶନ ଦ୍ୱୟ ମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗରେ ଥାଇ ପଢ଼ିଥିଲି। କବିଙ୍କର ଝିଅ ସୁନନ୍ଦା ପଟ୍ଟନାୟକ ଯିଏକି ଜଣେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଥିଲେ ବାପାଙ୍କ ରଚିତ ଏହି କବିତାର 3-4ଟି ପଦ ଅତ୍ୟନ୍ତ ସୁନ୍ଦର ମନମୁଗ୍ଧକର କଣ୍ଠସ୍ୱରରେ ଗାଇଛନ୍ତି। ଶ୍ରୋତାଏ ଚାହିଁଲେ ମୋବାଇଲ ଫୋନରୁ ଶୁଣିପାରିବେ। ମୁଁ ମଧ୍ୟ ଶୁଣୁଅଛି। ଯାତ୍ରା ସଙ୍ଗୀତ ମାନେ ଜୀବନ ଗାନ, ମଣିଷର ଦୁର୍ଲଭ ଈଶ୍ୱରପ୍ରାପ୍ତ ଜୀବନ, ଜନ୍ମଠାରୁ ନେଇକରି ମୃତ୍ୟୁ ପର୍ଯ୍ୟନ୍ତ ଏକ ସୁଦୂର ଯାତ୍ରା ବା ଯିବା। ମଣିଷ ଜନ୍ମ ହୋଇଛି ସତ, ହେଲେ କେବେ ମରିବ ତାର ସଠିକତା ବା ଗ୍ୟାରେଣ୍ଟି ମଣିଷ ନିଜେ ଦେଇପାରିବ ନାହିଁ। ସେଥିପାଇଁ ମଣିଷର ଜୀବନ ଏକ ସୁଦୂର ଯାତ୍ରା ବା ଦୂରବର୍ତ୍ତୀ ଟ୍ରାଭେଲ। ଦେହ ଯାନରେ ଆତ୍ମା ଯାତ୍ରୀ ବସି ସମୟର ଆଗକୁ ଗତିଶୀଳ ପଥରେ ମଣିଷ ଜୀବନର ଯାତ୍ରା କରେ। କବିତାର ନାମକୁ ଯାତ୍ରା ସଙ୍ଗୀତ ରଖିବା ଏକାନ୍ତ ଯଥାର୍ଥ ବା ସାର୍ଥକ ବା ସଫଳ। ଜୀବନ ଏକ ଭାବବାହୀ ସଙ୍ଗୀତ ବା ମ୍ୟୁଜିକାଲ ଭାର୍ବୋସିଟି। ସଙ୍ଗୀତ ମନୁଷ୍ୟ ଜୀବନର ପ୍ରତିନିଧିତ୍ୱ କରିଛି କବିତାଟିରେ। ପୁଣି କବିତାଟିକୁ ଅପୂର୍ବ ସ୍ୱର ସଂଯୋଜନା ଏବଂ ବାଦ୍ୟଯନ୍ତ୍ରର ବିନିଯୋଗରେ ସଙ୍ଗୀତ ରୂପରେ ମଧ୍ୟ ଗାନ କରାଯାଇ ପାରିଅଛି। ଏ ଦୃଷ୍ଟିରୁ ମଧ୍ୟ ଯାତ୍ରା ସଙ୍ଗୀତ ନାମଦାନ ସଠିକ୍ ମନେହୁଏ। ମଣିଷ ଭଗବାନଙ୍କ ଦ୍ୱାରା ଜାତ ବା ଜନ୍ମ। ମଣିଷର ଜୀବନ ସୁଖ ଦୁଃଖରେ ଭର୍ତ୍ତି। ସୁଖରେ ଜୀବନ ବିତାଇବାକୁ ମଣିଷ ସର୍ବଦା ଚାହେଁ, ଦୁଃଖରେ ଜୀବନ ବିତାଇବାକୁ ମଣିଷ ଜମାରୁ ଚାହିଁ ନଥାଏ। ହେଲେ ମଣିଷ ଜୀବନକୁ ଦୁଃଖ ମିଳେ। ଜୀବନରେ ଅଜସ୍ର ଦୁଃଖ ପାଇ ମଣିଷ ଭଗବାନଙ୍କ ପ୍ରତି ବିଦ୍ରୋହୀ ବିପ୍ଳବୀ ହୋଇଉଠେ। କାରଣ ମଣିଷ ସ୍ୱାର୍ଥପର ଜୀବ। ସାମାନ୍ୟ ଦୁଃଖ କଷ୍ଟ ବି ମଣିଷ ପକ୍ଷେ ଅସହ୍ୟ ମନେ ହୋଇଥିବା କାରଣରୁ ମଣିଷ ତାର ଜନ୍ମଦାତା ଈଶ୍ୱରଙ୍କୁ ଗାଳିମନ୍ଦ କରେ। ମଣିଷ କବିର ଏତାଦୃଶ ମନୋଭାବକୁ ଓଡ଼ିଆ ଭାଷାରେ ଅନେକ ଈଶ୍ୱର ବିଦ୍ରୋହୀ ମୂଳକ, ଈଶ୍ୱର ଅସନ୍ତୁଷ୍ଟ ଧର୍ମୀ କବିତାର ସୃଜନ କବିମାନେ କରିଛନ୍ତି। ଉଦାହରଣ ସ୍ୱରୂପ ବୁଢ଼ା ଶଙ୍ଖାରୀ ଗଳ୍ପର ଗାଳ୍ପିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କୁଷ୍ଠ ରୋଗରେ ପୀଡ଼ିତ ହୋଇଥିଲେ। ସେଥିପାଇଁ କବି ତାଙ୍କର ଜୀବନ ସଙ୍ଗୀତ କବିତାରେ କହିଛନ୍ତି, ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ହେ, ଯାହା ଦେଇଥିଲ ସବୁ ତ ନେଲଣି ଆଉ ଏବେ କିସ ଛଡ଼ାଇବ ହେ। କବିତାଟି ନବଜନ୍ମ ଓଡ଼ିଆ ସିନେମାର ସଙ୍ଗୀତ ରୂପେ ମଧ୍ୟ ଗୃହୀତ ହୋଇଅଛି। ପୁଣି କାନ୍ତକବି ଗାଇଛନ୍ତି, ଦେ ମୋତେ ବାଇୟା କରି ଆରେ ମୋର ବାଇୟା ରଜା, ନାଚିବି ଲଙ୍ଗଳା ହୋଇ ତାଳି ମାରି ଦେଖିବୁ ମଜା। ସର୍ପଜଣାଣ ନାମକ କବିତାରେ କବିସୂର୍ଯ୍ୟ ବଳଦେବ ରଥ କହିଛନ୍ତି, ତୁମ୍ଭଙ୍କୁ ଜଗନ୍ନାଥ ଆଜମ ମନୋରଥ ଭରତି କରି ଦେବି ଗାଳି ହେ ମହାପ୍ରଭୁ। କେ କି କଲା ମୁଁ ନ କଲି, କେ କି ଦେଲା ମୁଁ ନ ଦେଲି, ସେଥିପାଇଁ ହେଲି ଏତେ ସରି। ଗୋପାଳକୃଷ୍ଣ ପଟ୍ଟନାୟକ ତାଙ୍କର ଅନୁସରିତ ପ୍ରଭୁ କବିତାରେ କହିଛନ୍ତି, ଅନୁସରିତ ପ୍ରଭୁ କାଳଯାକ ଗଲା ସରିତ, କଣ ବିତରଣ କଲେ କେତେ ଊଣା ହୁଅନ୍ତା କରୁଣା ସରିତ। ଉପରୋକ୍ତ ପଦ ଉକ୍ତି ମାନ କବିମାନଙ୍କର ଭଗବାନଙ୍କ ପ୍ରତି ଅଭିମାନ ଜନିତ ଅସନ୍ତୁଷ୍ଟିକ ପ୍ରତିକ୍ରିୟା।
हेले ଯାତ୍ରା ସଙ୍ଗୀତ ନାମକ କବିତାରେ କବି ବୈକୁଣ୍ଠନାଥ ପଟ୍ଟନାୟକ ଭଗବାନଙ୍କ ପ୍ରତି ସ୍ୱକୀୟ କୃତଜ୍ଞ ସନ୍ତୁଷ୍ଟ ମନର ପରିଚୟ ଦେଖାଇଛନ୍ତି। ବୈପ୍ଳବାତ୍ମକ ମନୋଭାବ ଦେଖାଇ ନାହାନ୍ତି, ବିଦ୍ରୋହ ଭାବ ପ୍ରକାଶି ନାହାନ୍ତି। କବିତାଟି ପ୍ରକାଶ ଭଙ୍ଗୀରେ ବୌଦ୍ଧିକ, ବୁଦ୍ଧିଦୀପ୍ତ ତଥା ରହସ୍ୟ ବିଜଡ଼ିତ। ସହଜ ସରଳ ଭାବରେ କବି ନିଜ ମନୋଭାବ ବ୍ୟକ୍ତ କରିନାହାନ୍ତି, ଯେଉଁଥିପାଇଁ କବିତାଟି ବୁଝିବାରେ ସାମାନ୍ୟ କଷ୍ଟକର ମନେ ହୋଇଥାଏ। କବିତାଟି ସମ୍ବୋଧନାତ୍ମକ। ଭଗବାନଙ୍କୁ ଶୁଣାଇ କବି କହୁଛନ୍ତି, ହେ ଭଗବାନ, ତୁମେ ମୋର ଜୀବନ ରୂପକ ପାତ୍ରଟିକୁ ନାନା ପ୍ରକାର ଦାନରେ ଭର୍ତ୍ତି କରିଅଛ। ତେଣୁ ତୁମେ ମୋତେ କିଛି ଦେଇନାହଁ ବୋଲି ମୁଁ କେମିତି କହିବି? ଆଦୌ କହିପାରିବି ନାହିଁ। କହିଲେ ମୁଁ ତୁମ ପ୍ରତି ଅକୃତଜ୍ଞ ହୋଇଯିବି, ଅନଗ୍ରେଟଫୁଲ୍ ଜଣାଯିବି। ଜୀବନ ମୋର ପାଇଁ ପ୍ରିୟତମ ବା ସବୁଠୁ ବଢ଼ିଆ। ମୋର ମନର ଭୁଲ ଭ୍ରାନ୍ତିକୁ ତୁମେ ଦୂରେଇ ଦେଇଅଛ। ମୋର ଜୀବନ ଡଙ୍ଗା ତୁମର ସମୟ ରୂପକ ସାଗରରେ ବହିଯାଉ। ସୌତୁଣୀ ନାମକ ଓଡ଼ିଆ ସିନେମାର ଗୀତରେ ଅଛି, ଏଇ ନୌକା ତୁମ ଆମ ଜୀବନ ତରୀ, ଯେତେ ଆସିଲେ ସୁଖ ଦୁଃଖ ଯିବାନି ଡରି। ସେମିତି କବି ଜୀବନକୁ ଡଙ୍ଗା କହିଛନ୍ତି, କାରଣ ସମୟ ଯେହେତୁ ଆଗକୁ ପ୍ରବାହିତ ବା ବହମାନ ବହିଯାଉଥିବା ସାଗର ବା ନଦୀର ତର୍କଣା କରାଯାଇଅଛି। ସମୟ ସାଗର କୂଳରେ, ତଟରେ ବା ସମୟର ଗତିଶୀଳତାରେ ମଣିଷକୁ ସମ୍ପର୍କ ପ୍ରତିଷ୍ଠା ପରିପ୍ରେକ୍ଷୀରେ ଅସଂଖ୍ୟ ଲୋକ ସାଙ୍ଗ, ବନ୍ଧୁ, ସୋଦର, ଆତ୍ମୀୟ ବା ନିଜର ଲୋକ ହୋଇ ମିଳନ୍ତି, ପୁଣି ବିଚ୍ଛେଦ ହୋଇଯାଆନ୍ତି, ଦୂରେଇ ଯାଆନ୍ତି। ମଣିଷଠାରୁ ଜୀବନ ଏକ ସାକ୍ଷାତ ମିଳନର। ସୁତରାଂ ବିଚ୍ଛେଦ ବା ଦୂରେଇ ଯିବା ମଧ୍ୟ ସେଥିରେ ରହିବ। ନୟନ ପଲକରେ ମାନେ କ୍ଷଣକରେ, ସ୍ୱଳ୍ପ ସମୟରେ, ଅଳ୍ପ ସମୟରେ କାଳର ଗର୍ଭରେ ଲୁଚି ଯାଆନ୍ତି, ଲୀନ ହୋଇଯାଆନ୍ତି, ଆଉ ଦେଖାଯାଆନ୍ତି ନାହିଁ। ତଥାପି କବି କହୁଛନ୍ତି, ଅନ୍ୟାନ୍ୟ ମଣିଷମାନଙ୍କ ଭଳି ମୁଁ ବୃଥାରେ ତୁଚ୍ଛାଟାରେ ଗର୍ବ କରୁଛି, କହୁଛି ମୋ ଲୋକ, ମୋ ବନ୍ଧୁ ବୋଲି। ଫୁଟାଣି ମାରୁଛି, ଅଭିମାନୀ ହେଉଛି, ଯାହାର କିଛି ମୂଲ୍ୟ ନାହିଁ। ମନରେ ଗଣ୍ଠି ପକାଇ ଧରି ରଖୁଛି, ମୁଁ ହେଉଛି ମରଣଶୀଳ ମର୍ତ୍ତ୍ୟ ଜଗତରେ ପ୍ରବାସୀ ବା ବିଦେଶୀ ଲୋକ। ଆଜିକୁ ଅଛି, କାଲିକୁ ମରିଯାଇ ନଥିବି। ଆଉ ମୋର ଏଇ ବୃଥା ଗର୍ବ ଅଭିମାନ ମୋର ଜୀବନରେ ଯାତନା ଯନ୍ତ୍ରଣା ଦାଉ ହୋଇ ଆସେ। ମୁଁ ଆତ୍ମା ରୂପକ ମନହଂସ ମନକୁ ଆସିଛି ଈଶ୍ୱରଙ୍କ ଇଚ୍ଛାରେ। ସେ ଆତ୍ମା ହୋଇ ଜଗତରୁ ମରିଯାଇ ଚାଲିଯିବି। ଆତ୍ମା ପକ୍ଷୀ ମୋର ଉଡ଼ିଯିବ ଈଶ୍ୱରଙ୍କ ପରଲୋକ ରାଜ୍ୟକୁ। ମୁଁ ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ରୂପକ ଦୋଷୀ। ଏହାରି ଆକର୍ଷଣରେ ଆସି ଅନେକ ଦୋଷ ଜୀବନରେ କରିଅଛି। ଈଶ୍ୱରଙ୍କୁ ପୂଜା କରିବାର ପ୍ରକୃତ ବାଟକୁ ଭୁଲିଯାଇ ଦୂରେଇ ରହି ମୋହମାୟାର ଭ୍ରମରେ ପଡ଼ି ଜୀବନର ପ୍ରତି ମୁହୂର୍ତ୍ତରେ ବାଟବଣା ହୋଇ ଲକ୍ଷ୍ୟହୀନ ଭାବରେ ବୁଲୁଅଛି। ଅସୀମ ଆଶାକୁ ଜୀବନରେ ଫଳବତୀ ଚରିତାର୍ଥ ସଫଳ କରିବା ପାଇଁ ଭ୍ରାନ୍ତିରେ ବୁଲି ସବୁ ଦିଗରୁ ସଫଳ ହୋଇପାରିନାହିଁ। ମୋର ଜୀବନରେ ଶୋଷ, ମାତ୍ରାଧିକ୍ୟ, ଭୋକ ପ୍ରବଳ। ତଥାପି ତୁମର ଦୟାର ଅମୃତ ସୁଧା ପାଇ ମୁଁ ପ୍ରଭୁ ତୁମ ପ୍ରତି ତୃପ୍ତ ସନ୍ତୁଷ୍ଟ। ମରଣଶୀଳ ମର୍ତ୍ତ୍ୟଭୂମି ମୋର ଜୀବନ ବିଚରିତ କ୍ଷେତ୍ର। ହ୍ୟୁମାନ୍ ୱାଣ୍ଟସ୍ ଆର୍ ଅନଲିମିଟେଡ୍ ବା ମଣିଷର ଆଶା ଅସୀମ ଥିବାରୁ ତାହା କେବେ ବି ସଫଳ ହୁଏ ନାହିଁ, ମେଣ୍ଟେ ନାହିଁ। ଆଶା ଜାଲରେ ପଡ଼ି ମଣିଷ ଛନ୍ଦି ହୋଇଯାଏ, ପେଶୀ ହୋଇଯାଏ। ଯେଉଁଥିପାଇଁ ମୁଁ ଅତୃପ୍ତ। ନିଜ କାମନା ବାସନା ଜାଲରେ ମୁଁ ଛନ୍ଦି ହୋଇ ପଡ଼ିଛି। ବିକଳ, ବ୍ୟସ୍ତ, ବିବ୍ରତ ହୋଇଯାଉଛି, ହନ୍ତସନ୍ତ ହୋଇପଡ଼ୁଛି, ହଇରାଣ ହରକତ ହେଉଅଛି। ଅଜ୍ଞାନ ଅନ୍ଧାରରେ ଥାଇ ମଣିଷକୁ କଦାପି ସୁଖରୂପକ ଅମୃତ ମିଳିନଥାଏ, ଜ୍ଞାନାଲୋକର ଅପ୍ରାପ୍ତି ହେତୁ। ତଥାପି ଜୀବନର ଶେଷ ଲକ୍ଷ୍ୟ ମୃତ୍ୟୁ ପାଇ ମର୍ତ୍ତ୍ୟର ଏ ନଶ୍ୱର ଶରୀର ଛାଡ଼ି ହେ ଭଗବାନ ତୁମର ମୃତ୍ୟୁର ସମୁଦ୍ରରେ ଭାସିବି। ବାଧା ବନ୍ଧନ ରୂପୀ ହିମାଳୟ ପର୍ବତକୁ ଟପି ଡେଇଁଯିବି ମୋର ମରଣର ସମୟ ଆସିଲେ। ମଣିଷ ନଶ୍ୱର ସଂସାରରେ ଜୀବନ ପାଇ ଛୋଟରୁ ବଡ଼ ହୋଇ ବିବାହ କରେ, ସ୍ୱାମୀ ସ୍ତ୍ରୀ, ପିଲା ପରିବାର କରେ। ସ୍ତ୍ରୀର ପ୍ରେମ, ସନ୍ତାନ ସନ୍ତତିଙ୍କ ଭାର ଦାୟିତ୍ୱ ନିଏ। ଜୀବନର ଦାମ୍ପତ୍ୟ ପ୍ରେମର ଅନେକ ଆଶା ପୂରଣ କରେ। ସକାଳ ସନ୍ଧ୍ୟାରେ ଈଶ୍ୱରଙ୍କର ପୂଜା ଆରାଧନା କରି ତାଙ୍କୁ ମନେ ପକାଏ, ଦୁଃଖ ଜଣାଏ, ସୁଖ ଆଶାୟୀର ପ୍ରାର୍ଥନା କରେ। ସ୍ତ୍ରୀ ନାମକ ଓଡ଼ିଆ ସିନେମାର କଥାଚିତ୍ର ଗୀତରେ ଅଛି, ସଞ୍ଜ ସକାଳେ ତୁମ ଛବି ଖୋଜେ ନିରଭିଯାଏ
ନୟନରେ ଏ ମୁଁ ଜଗତର ନାଥ ଆହେ ଜଗନ୍ନାଥ ଆକୁଳ ଅନ୍ତରେ ଝୁରେ। ପାର୍ବତୀ ଘୋଷ ଅଭିନୀତ ସିନେମା। କବି କହୁଛନ୍ତି, ହେ ଭଗବାନ, ମୁଁ ହେଉଛି ତୁମର ପ୍ରଶଂସକ, ବନ୍ଦୀ ବା ଭାଟ। କାରଣ ତୁମେ ମୋତେ ମଣିଷ ଜୀବନ ଦେଇ ଧରାରେ ବଞ୍ଚାଇ ରଖିଛ। ତେଣୁ ତୁମେ ମୋର ସହାୟକ। ତେଣୁ ତୁମର ପ୍ରଶଂସା ନ କରି ଆଉ ଅନ୍ୟ କାହାର କାହିଁକି କରିବି? ମୁଁ ନିଜକୁ ତୁମଠାରେ ପୂର୍ଣ୍ଣ ପ୍ରାଣରେ ସମର୍ପଣ କରୁଅଛି। ନିଜକୁ ତୁମକୁ ଦେଇ ଦେଉଅଛି। ମୋର ଜୀବନ ରୂପକ ବୀଣାରେ ତୁମେ ବଞ୍ଚିବାର ମୂର୍ଚ୍ଛନା ବା ସ୍ୱର ତୋଳିବାର ସାମର୍ଥ୍ୟ ଦେଇଛ। ମୁଁ ଜୀବନ ବିତାନର ତୁମର ନିର୍ଦ୍ଦେଶିତ ପଥକୁ ଭୁଲି ବାଟ ଛାଡ଼ି ଆକାଂକ୍ଷାର ଇଚ୍ଛା ପୂରଣର ଅବାଟରେ ଯାଇ ଜୀବନକୁ ଜଟିଳ ଜଞ୍ଜାଳଗ୍ରସ୍ତତାରେ ପକାଇ ସମସ୍ୟା ବିଜଡ଼ିତ କରାଇଦେଲି। ଆଧ୍ୟାତ୍ମିକ ସୁଖ ପାଇପାରିଲି ନାହିଁ। ଦାମ୍ପତ୍ୟ ଜୀବନର ମିଳନର ସୁଖମୟ ରାତି କ୍ଷଣକରେ ପାହିଗଲା, ସରିଗଲା। ଅର୍ଥାତ୍ ମଣିଷର ଜୀବନରେ ସୁଖଭୋଗ କ୍ଷଣିକ, ସ୍ୱଳ୍ପ, ଯାହାକି ଶାନ୍ତ ବା ସରିଯିବ। ଜୀବନ ଏକ ମିଛ ସଉଦା। ଏଠି ଯିଏ ଇଚ୍ଛାର ଆକାଂକ୍ଷାର ବଜାର ବେପାର କରେ ସେ ଯନ୍ତ୍ରଣାର ମୃତ୍ୟୁକୁ ଅବଶ୍ୟ ଡାକିବ। ଯିଏ ଚେତନାକୁ ଚିତ୍ଶକ୍ତିକୁ ହଜାଇ ଇଚ୍ଛା ପଛରେ ଧାଏଁ ସେ ହାରିବ, ପରାଜିତ ହେବା ନିଶ୍ଚିତ। ଜୀବନରେ ତା'ର ଐଶ୍ୱର୍ଯ୍ୟ ନାହିଁ। କବି କହୁଛନ୍ତି, ସେ ଏକ ଥୁଣ୍ଟା ଗଛ ପତ୍ରହୀନ ବୃଦ୍ଧ ବୃକ୍ଷରେ ପରିଣତ ହେଲେଣି। ଯୌବନର ତେଜ, ଦୀପ୍ତି, ସୁଠାମତା, ବଳିଷ୍ଠତା, ଉତ୍ତେଜନାକୁ ହଜାଇ ଦେଇ ବୁଢ଼ା ହୋଇ ଯାଇଛନ୍ତି। ହତାଶା ନିରାଶା ତାଙ୍କୁ ଘାରିଛି। ଅକାଳ ବାର୍ଦ୍ଧକ୍ୟ ଆସିଯାଇଛି। ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡିପଡ଼ା। ତଥାପି କବି ନିଶ୍ଚିନ୍ତ, ଦୁଃଖୀ ନୁହନ୍ତି, ବିବ୍ରତ ହେଉନାହାନ୍ତି। କାରଣ ତାଙ୍କର ମନସାଗରରେ ଭଗବତ ମଣି ହୃଦୟର ଗଭୀରତମ ସ୍ଥାନରେ ଅଛି। ଆଉ ପ୍ରାଣ ଉପବନରେ କୃଷ୍ଣ ପ୍ରେମର ବଂଶୀଧ୍ୱନିକୁ ଶୁଣିପାରୁଛନ୍ତି। ପ୍ରାଣପବନ ଉଚ୍ଚକିତ, ଉତ୍କଣ୍ଠିତ, ଆବେଗାୟିତ ହେଉଛି। ସୁଖ ସଙ୍କେତ ଦେଉଅଛି। ଜୀବନ ଦେବା, ଜନ୍ମ ଦେଇ, ଜୀବନ ନେବା, ମୃତ୍ୟୁ ଦେଇ ସବୁ ଭଗବତ କାରସାଦି। ଭଗବାନଙ୍କର ଅସୀମ ଦୟା। ସେ ମହାନ ଦାନୀ, ଦାତା, ଦେବାକାରୀ। ମନରେ ଥାଇ ବୋଧ ଦେଉଛନ୍ତି, ସାନ୍ତ୍ୱନା ଦେଉଛନ୍ତି, ଅଧୀର ହୁଅନା, ମୁଁ ଅଛି ପରା। ତେଣୁ ତା'ର ସ୍ପର୍ଶରେ ମୋର ଝାଉଁଳିଲା ରୂପୀ ହତାଶ ଉଦାସ ଜୀବନ ଗଛ ପୁଣି ସତେଜ, ତାଜା, ଛନଛନିଆ ହୋଇଯିବ। ତେଣୁ ଭାବନା ନାହିଁ, ମୁଁ ନିଶ୍ଚିନ୍ତ। କଥାରେ ଅଛି, ଡର କାହାକୁ, ଭୟ କାହାକୁ, ଠାକୁର ଅଛନ୍ତି ଚଉବାହାକୁ। ଆଲ୍ଲାହ କୋରାନରେ କହିଛନ୍ତି, ହେ ମଣିଷ, ମୋ ଛଡ଼ା ତୋର କେହି ଆଉ ସାଥୀ, ସହାୟକ ନାହିଁ। ମୁଁ ଯଦି ତୋତେ ଛାଡ଼ିଦେବି ତେବେ ସଂସାରରେ କେହି ମଣିଷ ତୋର ରକ୍ଷାକର୍ତ୍ତା ହେବ ନାହିଁ। ଆଉ ମୁଁ ଯଦି ତୋତେ ସାହାଯ୍ୟ କରି ସୁରକ୍ଷା ଦେବି ତ କେହି ତୋର କୌଣସି କ୍ଷତି କରିପାରିବ ନାହିଁ। ତେଣୁ ତୁ ମଣିଷ ମୋର ଆଲ୍ଲାହର ଉପରେ ଭରସା କରୁଥା। ମୋର ସ୍ମରଣରେ ହିଁ ତୋର ଆତ୍ମାର ଶାନ୍ତି ଅଛି। ବାତିଲ ମିଛ ଧର୍ମ ଛାଡ଼ି ଆଲ୍ଲାହର ଧର୍ମରେ ସାମିଲ ହୋଇଯା, ମିଶିଯା। ମୁକ୍ତି ପାଇବୁ ନର୍କ ଯନ୍ତ୍ରଣାରୁ। ଆଲ୍ଲାହର ସତ୍ୟ ସଂକଳ୍ପ। ଆଲ୍ଲାହ ସଂକଳ୍ପ ଭଙ୍ଗକାରୀ କଦାପି ନୁହେଁ। କବି କୃଷ୍ଣ ପ୍ରେମରେ ମୁଗ୍ଧ ହୋଇ କହୁଛନ୍ତି, ହେ ମୋର ମନ, ତୁ ମରିକି ଇହଲୋକରୁ ପରଲୋକକୁ ଚାଲିଯିବୁ। ଯେଉଁଠି ନିତ୍ୟ ବା ସର୍ବଦା ରହିଥିବା ସ୍ୱର୍ଗର ନନ୍ଦନବନ ଅଛି ସେଠି ସର୍ବଦା ସୁଖ ହିଁ ସୁଖ ଅଛି। ସେ ହେଉଛି ବିଷ୍ଣୁଙ୍କ ଗୋଲକପୁର ବା ସଂସାର, ଯାହାକି ଜମାରୁ ଦୂର ନୁହେଁ। ସେଠି ତୋର ଆତ୍ମା ପରମାତ୍ମା ସହିତ ମିଳିତ ହେବ। କୃତକାର୍ଯ୍ୟ ବା ସଫଳତାର ରଥରେ ବସି ତୋର ଜୀବନ ଜ୍ୟୋତିଷ୍ମାନ ଆଲୋକରେ ଭରିଯିବ। ଜୀବନ ତୋର ସଫଳ, ଧନ୍ୟ ହେବ। ତୋର ଜୀବନର ପ୍ରକୃତ ଯାତ୍ରା, ଯାହାକି ଜନ୍ମ ପରେ ଆରମ୍ଭ ହୋଇଥିଲା, ମୃତ୍ୟୁ ପାଇ ଏହି ସ୍ୱର୍ଗପୁରର ପରଲୋକରେ ସରିଯିବ। ତୋର ଜୀବନର ସକଳ ସଂଶୟ, ଯଥା ସ୍ୱର୍ଗଲୋକ ପାଇବି ନା ନର୍କଦଣ୍ଡ ଭୋଗିବି, ତାହା ଦୂର ହୋଇଯିବ। ଇହ ଜୀବନର ସାଂସାରିକ କ୍ଲେଶ, କଷ୍ଟ, ଯାତନା ଦୂରେଇଯିବ। ସେହି ଅମର ଧାମକୁ ଯାଇ ଈଶ୍ୱର ଦର୍ଶନ ପାଇ ଜୀବନ ଧନ୍ୟ ହେବ। ସବୁ ପ୍ରକାର ମନ୍ଦ କର୍ମର ପାପ ଆଉ ରହିବ ନାହିଁ। ତୁ ଦୁଃଖମନା ହେବୁ ନାହିଁ। ତୋର ଜୀବନ ଦାନକାରୀ ଦାତା ଈଶ୍ୱର ତୋର ଜୀବନ ପଥରେ ଉପସ୍ଥିତ ଅଛନ୍ତି। ସୁତରାଂ ଆଉ ଏଣୁ ତେଣୁ ଦୁଶ୍ଚିନ୍ତା ନ କରି ତୋର ଜୀବନ ଡଙ୍ଗାକୁ ତାଙ୍କ ସମୟ ସାଗରରେ ବାହିଦେ। କବିତାଟି ଉପସଂହାରରେ ଆଶାବାଦୀ ସ୍ୱର ତୋଳିଅଛି, ଯାହାକି ଭଲ କବିତାର ଲକ୍ଷଣ। କବିତାର ନାମ କବି ଶେଷ ଗୀତି ରଖିବାର ଉଦ୍ଦେଶ୍ୟ ହେଲା ଜୀବନର ଚରମ ପରମ ଗାନ। ଜୀବନର ସାର୍ଥକତା ଈଶ୍ୱର ପ୍ରାପ୍ତିରେ ଥାଏ। ଏହା ସେଥିପାଇଁ ଶେଷ ଗୀତି ବା ଚରମ ଗୀତି।